ନମସ୍କାର ଆପଣମାନଙ୍କୁ ଡିଗ୍ରୀ ଏକାଡେମିକ୍ ଅଫ୍ ଓଡ଼ିଶା ଗ୍ରୁପ୍ ୟୁଟ୍ୟୁବ୍ ଚ୍ୟାନେଲକୁ ହାର୍ଦ୍ଦିକ ସ୍ୱାଗତ। ଆଜି ଆମେ ତୃତୀୟ ସେମିଷ୍ଟର NEP 2020 ଓଡ଼ିଆ ଅନର୍ସ ମେଜର 7 ୟୁନିଟ୍ 1 କାୟାତରୁ ଚର୍ଚ୍ଚା ଲୁଇପା ବିଷୟରେ ଆଲୋଚନା କରିବା। ଏହି କ୍ଲାସଟି ଆମେ କାୟାତରୁ ଚର୍ଚ୍ଚାର ମୂଳ ଭାବ, ଲୁଇପାଙ୍କ ସାହିତ୍ୟ ପରିଚୟ, ଅର୍ଥ, ବ୍ୟାଖ୍ୟା, ପରୀକ୍ଷା ଉପଯୋଗୀ ଆମେ ନୋଟ୍ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା। ଯଦି ଆପଣ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ନିଶ୍ଚୟ ଗୋଟେ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଦ୍ୱାରା କି ଶିକ୍ଷାମୂଳକ ଭିଡ଼ିଓଟି ଆପଣମାନଙ୍କୁ ସର୍ବପ୍ରଥମେ ପହଞ୍ଚି ପାରିବ। ଚାଲନ୍ତୁ ଡେରି ନ କରିକି ଆମେ କ୍ଲାସଟି ଆରମ୍ଭ କରିବା। କାୟାତରୁ ଚର୍ଚ୍ଚା ୟୁନିଟ୍ 1 ଲୁଇପା, ଯିଏକି ଆମର ଅଧିକାଂଶ ସିଦ୍ଧାଚାର୍ଯ୍ୟଙ୍କ ମାନଙ୍କ ମଧ୍ୟରେ କବି ପ୍ରତିଭା ଦିଗରୁ ଲୁଇପାଦ ଥିଲେ ପ୍ରଭାବଶାଳୀ ଶ୍ରେଷ୍ଠ ସିଦ୍ଧାଚାର୍ଯ୍ୟ। ସିଦ୍ଧମାନଙ୍କର ମଧ୍ୟରୁ ଲୁଇପାଙ୍କୁ କେତେକ ଆଲୋଚକ ପ୍ରଥମ ସିଦ୍ଧଙ୍କ ମାନ୍ୟତା ଦିଅନ୍ତି ବା ଦେଇଛନ୍ତି। ତାନ୍ତ୍ରିକ ପରମ୍ପରାରେ ତାଙ୍କ ପ୍ରମୁଖ ସିଦ୍ଧାଚାର୍ଯ୍ୟ ହେବା ଦ୍ୱନ୍ଦ୍ୱଯୁକ୍ତ ଭଳି ମଧ୍ୟ ବିଚାର କରାଯାଏ ନାହିଁ। ତ ଶବରୀପା ଥିଲେ ଲୁଇପାଙ୍କର ଶିଷ୍ୟ, ତେଣୁ ଲୁଇପା ସପ୍ତମ ଅଷ୍ଟମ ଶତାବ୍ଦୀ ସିଦ୍ଧାଚାର୍ଯ୍ୟ ଥିଲେ ବୋଲି କହିବା ଅଧିକ ଶୋଚନୀୟ ଅଟେ। ତ ଡକ୍ଟର ବିନୟତୋଷ ଭଟ୍ଟାଚାର୍ଯ୍ୟ ଲୁଇପାଙ୍କ କାଳକୁ 669 ଖ୍ରୀଷ୍ଟାବ୍ଦ ବୋଲି ଦର୍ଶାନ୍ତି। ରାହୁଳ ସଂସ୍କୃତାୟନ ତାଙ୍କୁ 769ରୁ 809 ଖ୍ରୀଷ୍ଟାବ୍ଦ ମଧ୍ୟରେ ଅବସ୍ଥାପିତ କଲାବେଳେ ପ୍ରବୋଧଚନ୍ଦ୍ର ବାଗ୍ଚୀ ଲୁଇପାଙ୍କୁ ଦଶମ ଶତାବ୍ଦୀର ସିଦ୍ଧାଚାର୍ଯ୍ୟ ବୋଲି ଉଲ୍ଲେଖ କରିଛନ୍ତି। ପ୍ରାକ୍-ସାଂ-ଜୋଙ୍ଗ-ଚାଙ୍ଗ ଗ୍ରନ୍ଥାନୁସାରେ ଲୁଇପା ଜନ୍ମ ହୋଇଥିଲେ। ଉଡ଼ିଆନଙ୍କର ଏକ କୈବର୍ତ୍ତ ବା କେଉଟ ସମ୍ପ୍ରଦାୟରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ସାମନ୍ତ ସୁବଙ୍କ ଦରବାରରେ ଲେଖକ ରୂପରେ ନିଯୁକ୍ତ ହୋଇଥିଲେ। ତାଙ୍କୁ କ'ଣ ହେଇଥିଲେ? ତାଙ୍କୁ ମହାଯୋଗେଶ୍ୱର ବୋଲି କୁହାଯାଏ। କାହାଙ୍କୁ? ଲୁଇପାଙ୍କୁ। ଦୀକ୍ଷା ଗ୍ରହଣ ପରେ ଲୁଇପା ବଙ୍ଗଦେଶକୁ ଯାଇ ଗଙ୍ଗାନଦୀ ତୀରରେ ବଜ୍ରବାରାହୀ ମନ୍ତ୍ର ଜପ କରିଥିଲେ। ତ ସେ ପରେ ଜଣେ ବିଶିଷ୍ଟ ଯନ୍ତ୍ରଯାନୀ ସାଧକ ହୋଇପାରିଥିଲେ। ସେ ଦୋହାକୋଶ ବ୍ୟତୀତ ଶ୍ରୀ ଭାଗବତ ଭି-ସମୟ, ଅଭିସମୟ ବିହଙ୍ଗ, ମୁଦ୍ଗୋଦୟ, ବଜ୍ରସତ୍ତ୍ୱ ଇତ୍ୟାଦି ରଚନା କରିଥିଲେ। ତ ଚର୍ଚ୍ଚା ଗୀତିକାରେ ତାଙ୍କର ଲିଖିତ ଗୀତିକା ଗୁଡ଼ିକ 1ମ ଓ 29 ନମ୍ବର ଚର୍ଚ୍ଚା ରୂପେ ସଂକଳିତ ହୋଇଛି। ଲୁଇପାଙ୍କ ଗୀତିକା ଗୁଡ଼ିକ ରହସ୍ୟାତ୍ମକ, ବିଚାରଧାରା ସମ୍ପନ୍ନ, ପ୍ରତୀକାତ୍ମକ ତଥା ସରଳ। ତାଙ୍କ ଜୀବନାଦର୍ଶ ଓ କବିତ୍ୱ ନିମିତ୍ତ ଗୀତାଂଶ ଗୁଡ଼ିକୁ ଅବଧାରଣ କରିହୁଏ। ତ କାୟାତରୁବର ପଞ୍ଚମୀ ଡାଳ, ଚଞ୍ଚଳ ଚିଏ ପଇଠା କାଳ, ଢିଅ କରିଡ଼ ମହାସୁଖ ପରିଣାମ, ଲୁଇ ଭଣୋଇ ଗୁରୁ ପୁଛଇ ଜାଳ। ତ ଏହି ଅର୍ଥବୋଧକ ହେଲେ ଗୁହ୍ୟ ଅର୍ଥ ହେଉଛି ପ୍ରକାଶ ହେଲା। ତ ଗୀତିକାର ପ୍ରକୃତ ଆଭିମୁଖ୍ୟ, ତ ଏଥିରେ କୁହାଯାଇଛି ଯେ ଶରୀର ହେଉଛି ଗୋଟେ ବୃକ୍ଷ ବା ଗୋଟେ ପଞ୍ଚ ପ୍ରତିବନ୍ଧକ ଇନ୍ଦ୍ରିୟମାନ ହେଉଛନ୍ତି ଏହାର 5ଟି ଡାଳ। ତ ବୌଦ୍ଧଶାସ୍ତ୍ରରେ ଆଳସ୍ୟ, ହିଂସା, କାମ, ଚିକିତ୍ସା ଓ ମୋହକୁ ପଞ୍ଚ ପ୍ରତିବନ୍ଧକ ରୂପେ ଉଲ୍ଲେଖ କରାଯାଇଛି। ତ ଏହି ପଞ୍ଚ ପ୍ରତିବନ୍ଧକ କାଳରୂପୀ ଲୋକଚିତ୍ତରେ ପ୍ରବେଶ କରେ ଓ ତାକୁ ଚଞ୍ଚଳ କରାଏ। ତେଣୁ କାଳ କବଳରୁ ରକ୍ଷା ପାଇବା ପାଇଁ ଦୃଢ଼ରୂପ ମହାସୁଖକୁ ପରିଣାମ କର ବୋଲି ଲୁଇପା ପ୍ରକାଶ କରିଛନ୍ତି। ଏ ସମ୍ବନ୍ଧରେ ଗୁରୁଙ୍କୁ ଜିଜ୍ଞାସା କରିବାକୁ ପରାମର୍ଶ ଦେଇ ଗୁରୁ ପରମ୍ପରାକୁ ସେ ସ୍ୱୀକାର କରିଛନ୍ତି। ଆଜିର କ୍ଲାସଟି ଭଲ ଲାଗିଥିଲେ ଲାଇକ୍ଟିଏ କରିବେ, ସେୟାର କରିବେ ଏବଂ ଭୁଲିବେ ନାହିଁ। ଆମେ ନେକ୍ସଟ ପାର୍ଟ ଆଲୋଚନା କରିବା ଖୁବ୍ ଶୀଘ୍ର। ଧନ୍ୟବାଦ। ଠିକ୍ ଅଛି, ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ। ଜୟ ଶ୍ରୀ ଜଗନ୍ନାଥ।